ସୁନ୍ଦରୀ ପ୍ରେମିକା ପଛରେ ନିଜର ସର୍ବସ୍ୱ ଲୁଟେଇ ଦେଇ ପ୍ରେମିକଟି ଯେମିତି ଚାହିଁ ବସିଥାଏ, ତାର ସେଇ ପ୍ରେମିକାକୁ ବାହା ହେବା ପାଇଁ ପ୍ରେମିକାର ବାପା ମା ରାଜି ହୋଇଗଲେ ସେ ତା ସହିତ ଘର ସଂସାର କରିବ। କେତେ ସ୍ୱପ୍ନ ଦେଖିଥାଏ ସେହି। କିନ୍ତୁ ପ୍ରେମିକାର ବାପା ମା ଏ ବିବାହ ପ୍ରସ୍ତାବରେ ରାଜି ନ ହୋଇ ଯେତେବେଳେ ତା ପ୍ରେମିକାକୁ ଅନ୍ୟ ଯୁବକ ସହିତ ବାହା କରେଇ ଦିଅନ୍ତି, ଆଉ ସେଇ ପ୍ରେମିକା ସେଇ ବର ସହିତ ଯେତେବେଳେ ବେକରେ ବରଣମାଳା ଗଳେଇ ଆସିଯାଏ ସେ ପ୍ରେମିକ ପାଖରୁ ଆଶୀର୍ବାଦ ଭିକ୍ଷା କରିବା ପାଇଁ, ଠିକ୍ ସେମିତି ଆଜି ଯାଇଛି ବାବୁ ବସନ୍ତଙ୍କର ପକ୍ଷରେ ହୋଇ ନିଜର ସର୍ବସ୍ୱ ଲୁଟେଇ ଦେଇ ବୟସଠାରୁ ଆରମ୍ଭ କରି ନିଜର ସର୍ବସ୍ୱ ଲୁଟେଇ ଦେଲେ କେବଳ ପୁତ୍ର ମୋହରେ ପଡ଼ି ସେହି ଟିକଟର ଆଶାୟୀ ହୋଇ। କିନ୍ତୁ ସେ ଭାବିନଥିଲେ ସ୍ୱପ୍ନରେ ସୁଦ୍ଧା ଯେ ସେ ଟିକଟ ଢୋଲ ନବ ହାତେଇ। ଅନ୍ୟ କାହୁଁ କେଉଁ ଆଡୁ ଛଞ୍ଚାଣ ପରି ଉଡ଼ି ଆସି ଢୋଲ ନବ ତାକୁ ହାତେଇ। ଯେଉଁ ଦଳ ପାଇଁ ନିଜର ଅକ୍ଳାନ୍ତ ପରିଶ୍ରମ ନିଜର ସର୍ବସ୍ୱ ଲୁଟେଇ ଦଳକୁ ଓଡ଼ିଶାରେ ମଜବୁତ କରିଥିଲେ, କେବଳ ପୁଅର ଆଶା ନେଇ ଅନ୍ଧ ଭଳି ଧୂତରାଷ୍ଟ୍ର ଭଳି ପୁଅକୁ କେତେ ଭଲ ପାଇଥିଲେ, ଆଉ ଦଳକୁ ବି ସେମିତି ଭଲ ପାଇଥିଲେ। ଦଳ ତାଙ୍କ ପୁଅକୁ ଟିକଟଟା ଦବ ବୋଲି ଆଶା ଥିଲା। କିନ୍ତୁ ଆଶା ତାଙ୍କର ମଉଳି ଗଲା ଯେତେବେଳେ ଢୋଲ ଆସି ତାଙ୍କ ପାଦ ସ୍ପର୍ଶ କଲା ଆଉ ଆଶୀର୍ବାଦ ଭିକ୍ଷା କଲା। କି ପ୍ରକାର ଆଶୀର୍ବାଦ କରିବେ ଢୋଲକୁ, ଲୋକ ଲଜ୍ଜାକୁ ଆଉ ଲୋକେ ବୋଲିବେ କଣ ଭାବି ନିଶ୍ଚୟ ଆଶୀର୍ବାଦ କରିବେ ସେଇ ଗାନ୍ଧାରୀଙ୍କ ପରି। ଧର୍ମର ହେଉ ଜୟ, ଧର୍ମର ହେଉ ଜୟ। ଦେଖାଯାଉ ଅଶାନ୍ତ ବସନ୍ତଙ୍କର ସେଇ ଆଶୀର୍ବାଦ ଢୋଲ ପାଇଁ ଆଶୀର୍ବାଦ ହେଉଛି ନା ଅନ୍ୟ କିଛି ହେଉଛି। ସମୟ ଆସିଲେ ଜଣା ପଡ଼ିବ। ଅଶାନ୍ତ ବସନ୍ତଙ୍କର ସେଇ ଆଶୀର୍ବାଦକୁ ନେଇ, ସେଇ ଆଶୀର୍ବାଦକୁ ନେଇ। ଜୟ ଜଗନ୍ନାଥ।